ଜୀବିତଙ୍କୁ ମୃତ ଦର୍ଶାଇ କ୍ଷତିପୂରଣରୁ ବଞ୍ଚିତ। ମାଲକାନଗିରି ଜିଲ୍ଲାର ମାଥିଲି ତହସିଲ ଅନ୍ତର୍ଗତ ମୁଣ୍ଡଗୁଡ଼ା ମୌଜାରେ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ପୀଡ଼ିତ ପରିବାରଙ୍କ ଦାବି ଅନୁଯାୟୀ ଜୀବିତ ଥିବା ସୁଭଦ୍ରା ନାୟକଙ୍କୁ ସରକାରୀ ରେକର୍ଡରେ ମୃତ ଦର୍ଶାଯାଇଛି। ସେହିପରି ଉଦ୍ଧବ ଓ ଡମୁଣିଙ୍କ ନାମ ବଂଶଜ ତାଲିକାରୁ ବାଦ୍ ପଡ଼ିଥିବାରୁ ସେମାନେ ସରକାରୀ କ୍ଷତିପୂରଣ ପାଇନଥିବା ଅଭିଯୋଗ କରିଛନ୍ତି। ପରିବାରର କହିବା ଅନୁଯାୟୀ ସେମାନେ ପ୍ରଥମେ ସମ୍ପୃକ୍ତ ଜମି ଅଧିଗ୍ରହଣ କର୍ତ୍ତୃପକ୍ଷ ଏବଂ ପରେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ, କିନ୍ତୁ ସନ୍ତୋଷଜନକ ସମାଧାନ ନ ମିଳିବାରୁ ସେମାନେ ସମାଜସେବୀ ଶରତ ଚନ୍ଦ୍ର ବୁରୁଦାଙ୍କ ସହାୟତା ଲୋଡ଼ିଥିଲେ। ଶରତ ଚନ୍ଦ୍ର ବୁରୁଦା ଏହି ମାମଲାରେ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ଅଭିଯୋଗରେ ଆହୁରି କୁହାଯାଇଛି ଯେ ବିବାହିତ ହୋଇଥିବାରୁ ପୈତୃକ ସମ୍ପତ୍ତିରେ ଅଧିକାର ନଥିବା କଥା କୁହାଯାଇଥିଲା। ଏଥିସହ କିଛି ବ୍ୟାଙ୍କ ଖାତାକୁ ଅର୍ଥ ସ୍ଥାନାନ୍ତର ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ ସାପେକ୍ଷ କରାଯିବା ନେଇ ପୀଡ଼ିତା ପରିବାର ସରକାରଙ୍କୁ ଦାବି କରିଛନ୍ତି। ହଁ ମା, ତମ ନାଁ କ'ଣ? ସୁଧରା ନାଇଁ। ତ କ'ଣ ହେଇଛି ଅସୁବିଧା? ଏ ବାପାର ଜମି ରେନ୍ ଗଲା, ଆମକେ ପଇସା ଗୋଟେ ଦେवत नहीं उठाई कर कही देला, जाई कहबा का मारबा पिटबा उठला। ହେଲେ ଆ ବିଷୟରେ କାହାକୁ ଜଣେଇଥିଲ ତମେ? तहसील टान गाली, चितिरन बड़बा कलेक्टर टान गाली, ए जाको खाए नहीं आज खाए टान जाई ତହସିଲ ମ୍ୟାଡ଼ାମ କ'ଣ କହିଲେ? मर गला बोल कहला। अरे इनकार कला मरी गला बोलला। ଆମର ବାବାର ଜମି ଟ୍ରେନ ରାସ୍ତା ଗଲା। ମୁଁ ତ ଗୋଟେ ଝିଅ ମୋ ଦେବାଟା ନେଇ ସେ ବୁମାତଲିଆ ଭାଟି ମରିଗଲା ବୋଲି ଡାବୁଟା ଏଇଟା କହିଦେଲା। ଗୋଟେ ଟଙ୍କା ଏବେ ଯାକ ଦେଖି ନାହିଁ। ମାଲକାନଗିରି ଗାଲେ ନାହିଁ, ମାତଲି ଆଇ ତହସିଲ ଲୋକ ଗାଲେ ନାହିଁ, ଆରେ କହିଲେ ନାହିଁ, ଆରେ ଆସିକରି ସେ ତ ଅଧିକଟା ଆଇତିରୁ ସେଠି ଗୁଡ଼ା ଗୁଡ଼ା ନେଇକରି ଆର ସେଠି ଏତିକି ଦେବେ ବୋଲି କହିଲା ଚାଲ ଆରି ସେ ବାଟ ଯାଇକରି ଆରି ଗୋଟେ ରମାଇ ଦେଲା। ହେଲେ ଆସିକରି କହନ୍ତି ଯାଇଛୁ ଯା। ହେଲେ ମ୍ୟାଡ଼ାମ ଲୋକ ଯିବାକୁ କ'ଣ କହିଲା ତହସିଲ ମ୍ୟାଡ଼ାମ? ତହସିଲ ମ୍ୟାଡ଼ାମ ତମକେ ତ ମରିଗଲା ବୋଲିକରି କହିଲେ, ତମର ନାଁ ନାହିଁ ଏଠି ଗଲା। এটা ট্রেন রাস্তা গলা আজর জমি পারিগলা আছে সেটা ট্রেন পয়সা তো মিলবা কথা মা হিসাবে এটা সব মরিগলা বলি করে সেমন লেখি করি ডাবু উঠে উঠে খাইলেন। କିଏ ଲେଖିଦେଇଛ? ହେଲେ ସେ ମାତଲିଆ ପାର୍ଟି ହେଲେ ମାର ହକଦାର ନାହିଁ କି ବୁଝେ ନାହିଁ। କଲେକ୍ଟର ଅଫିସେ ଗଲେ କଲେକ୍ଟର ବି ବୁଝେ ନାହିଁ। সব কলেক্টর অফিসে আজি যাই রয়েছে সে সব কলেক্টর মিশা দেবু বল বলু কাগজপত্র দেব বল বলু সে ବି ବାରିଗଲା କେଉଁ ବାଟେ। କୃଷ୍ଣ କଟ୍ୟା। ଏ ଯେଉଁ ଟ୍ରେନ୍ ଲାଇନ୍ ବାବଦରେ ଯେଉଁ ଅଭିଯୋଗ ଆସିଛି ତାର ବିଷୟରେ ଆପଣ କ'ଣ ଜାଣିଛନ୍ତି ସାର୍? ଆଜ୍ଞା, ସେ ଡମଣି ଗୁମାର ବାବା ହେଉଛି ଲଇକନ ପୂଜାରୀ। ତାଙ୍କର ସେ ମୁଣ୍ଡାଗୁଡ଼ାର ଜମି 35 ଖାତା ନମ୍ବର 35 ସେମାନେ ପାଇବା ରକ୍ ଅଛି। ତାରପରେ ଆହୁରି ଗୋଟେ ଅଛି ଆମର ସୁଭଦ୍ରା ନାୟକ, ତାର ବାବାର ନାଁ ହେଉଛି ଅରସିଂ ପୂଜାରୀ, ତାର ଖାତା ନମ୍ବର ବି ଗୋଟେ 35 ଖାତା ନମ୍ବର 35 ସେମାନେ ପାଇବା ରକ୍ ଅଛି। ତାଙ୍କୁ କିଛି ପଇସା ମିଳିନାହିଁ। ମୋତେ ପଚାରିଲେ କେମିତି କ'ଣ କଲେ ବାବୁ ବୋଲେ କହିଲାରୁ ମୁଇଁ ତହସିଲ ଅଫିସ୍ ବି ନେଇଥିଲି। ତହସିଲ ମ୍ୟାଡ଼ାମ୍ କହିଲା କି ତୁମର ନାଁ ତ ମରିଯାଇଛି ବୋଲି ଲେଖାଇ ଦେଲେ, ଆରେ ତୁମେ ବଞ୍ଚିଛ ସେଟା ଆମେ ତଦାରଖ କରିବୁ ବୋଲି କହିଲେ। ଆଜି ଯାଏଁ କିଛି ତଦାରଖ କରିନାହିଁ। ତାପରେ ଆର୍ଆଇକୁ ବି ଇନକ୍ୱାରି ପାଇଁ ପଠାଇଲେ। ଆର୍ଆଇ ମିଶା ଆଇଲା, ଇନକ୍ୱାରି କରି ନେଇକି ରିପୋର୍ଟ ଦେଲା କି ନଦେଲା ସେସବୁ ଆମେ ଜାଣିନୁ। ତାପରେ କଲେକ୍ଟରକୁ ବି ଜଣାଇଲୁ, ତାପରେ ଏଡିଏମ୍କୁ ଜଣାଇଲୁ, କିଛି ପଦକ୍ଷେପ ନେଇନାହାନ୍ତି। ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାମ ମାଲକାନଗିରି ଜିଲ୍ଲାରେ ଚାଲୁଅଛି। ଏହି ସମୟରେ ମାଥିଲି ତହସିଲ ଅଧୀନରେ ଚାଲିଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାରେ କିଛି ଅନିୟମିତତା ହୋଇଥିବା ସାମ୍ନାକୁ ଆସିଛି। ମୁଣ୍ଡାଗୁଡ଼ା ମାଥିଲି ତହସିଲର ମୁଣ୍ଡାଗୁଡ଼ା ମୌଜାରେ ସୁଭଦ୍ରା ନାୟକକୁ ବଞ୍ଚିଥିବା ଅବସ୍ଥାରେ ତାଙ୍କୁ ମୃତ ଘୋଷଣା କରାଯାଇଅଛି।
ଏବଂ ସେହି ପରିବାରର ଉଦ୍ଧବ ଏବଂ ଡମୁଣିକୁ ମଧ୍ୟ ସେମାନଙ୍କର ବଂଶ ଯେଉଁ ଲିଷ୍ଟରେ ଜେନୋଲୋଜିରୁ ବାଦ୍ ଦିଆଯାଇଛି। ଏ ସଂକ୍ରାନ୍ତରେ ସେମାନେ ପ୍ରତିବାଦ କରିବା ଓ ଲିଖିତ ଅଭିଯୋଗ ଦେଲା ପରେ ମଧ୍ୟ କୌଣସି ସୁଫଳ ନ ମିଳିବା ପରେ ମାଥିଲି ତହସିଲ ଦାରଙ୍କ ଠାରୁ କୌଣସି ନ୍ୟାୟ ନ ମିଳିବା ଫଳରେ ସେମାନେ ଏଡିଏମ୍ ମାଲକାନଗିରି ଏବଂ ଜିଲ୍ଲାପାଳ ମାଲକାନଗିରି ପାଖରେ ଦ୍ୱାରସ୍ଥ ହୋଇଥିଲେ। ସେମାନେ ନ୍ୟାୟ ପାଇବାରେ ବିଳମ୍ବ ହେଲା ପରେ ସେମାନେ ମୋ ପାଖକୁ ମଧ୍ୟ ଆସିଥିଲେ। ସେମାନଙ୍କୁ ଆଲୋଚନା କରିବା ନଥିପତ୍ର ଦେଖିବାରେ କିଛି ଚଞ୍ଚକତା ହୋଇଥିବା ମୁଁ ଉପଲବ୍ଧି କରିଥିଲି। ପରବର୍ତ୍ତୀ ସମୟରେ ମୁଁ ଏହାକୁ ଘୋର ବିରୋଧ କରୁଛି ଏବଂ ତୁରନ୍ତ ପୀଡ଼ିତ ପରିବାରମାନେ ନ୍ୟାୟ ପାଇବେ, ସେମାନଙ୍କର ହକ୍ ପାଇବେ, ସେଥିପ୍ରତି ସରକାର ତଥା ଶାସନ କଳ ନିଶ୍ଚିତ ଧ୍ୟାନ ଦେବେ ବୋଲି ମୁଁ ଦାବି କରୁଛି। ଧନ୍ୟବାଦ।